ଏପରି କର୍ମର ଫଳ ଯାହା କହନ୍ତି, ଯାହା ଭାଗ୍ୟ କହୁଛେ, ଏଟା କର୍ମଫଳ, ପ୍ରାରବ୍ଧ କର୍ମଫଳ, ଡେଷ୍ଟିନି ବୋଲି କୁହାଯାଉଛି। ସ୍ୱର୍ଗର ରାଜା ହେଇଥିଲା, ଶୁକର ହେଇଗଲା, ଶୁକର ଜଣେ ଲାଭ କଲା। ଭରତ ମହାରାଜଙ୍କର କଥା ପଞ୍ଚମ ସ୍କନ୍ଦ ଭାରତରେ ଅଛି। ସମ୍ରାଟ ଥିଲେ, ପୃଥିବୀର ସମ୍ରାଟ ଥିଲେ, ଛାଡ଼ିଦେଲେ, ପୁଲହ ପୁଲସ୍ଥ ଆଶ୍ରମକୁ ଆସିଲେ, ବହୁତ ସାଧନ ଭଜନ କଲେ, ଉନ୍ନତ ସ୍ଥିତି ପାଇଥିଲେ। ତଥାପି ତାଙ୍କର ଆସକ୍ତି ଏପରି ଥିଲା ଯେ ମୃଗ ସାପକ ପ୍ରତି ଆସକ୍ତ ହେଇଗଲେ। ମୃତ୍ୟୁ ସମୟକୁ ମୃଗ ସାପକୁ ଚିନ୍ତା କଲା, ବହୁତ ଚିନ୍ତା ହେଲା ନାହିଁ, ମୃଗ ଯୋନି ଲାଭ କରିଗଲେ। ମହାଭାରତରେ ଆହୁରି ଆଖ୍ୟାନ ଅଛି, ବେଦଜ୍ଞ ବେଦ ଶାସ୍ତ୍ରଜ୍ଞ ବ୍ରାହ୍ମଣ ଜଣେ ଥିଲା, ବେଦ ପାଠ କରିଛି, ବେଦାଧ୍ୟୟନ କରିଛି, ବେଦ ଜ୍ଞାନ ଲାଭ କରିଛି, କିନ୍ତୁ ବେଦର ଅସଲ ତାତ୍ପର୍ଯ୍ୟ ସର୍ବୈଚ ବେଦେ ଅହଂ ଏବ ବେଦ୍ୟ, ସମସ୍ତ ବେଦରେ ବେଦର ତାତ୍ପର୍ଯ୍ୟ ହେଉଛି ଭଗବାନଙ୍କୁ ବୁଝିବା, କିନ୍ତୁ ସେ ଭଗବାନଙ୍କୁ ବୁଝି ନାହିଁ, ଭକ୍ତି ଲାଭ କରିନି। ସେଠି ହେଲେ କଣ ହବ? ସେ ଜ୍ଞାନର ମୂଲ୍ୟ କିଛି ନାହିଁ। ସେଥିପାଇଁ ସେ ତାର ସାଙ୍ଗ ମିତ୍ର ମାନଙ୍କ ସହିତ ରାସ୍ତାରେ ଯାଉଥିଲା, ଦେଖିଲା ଯେ ରାସ୍ତାରେ ଅତି ସୁନ୍ଦର ସୁନ୍ଦର ଅନାଦି ବ୍ୟଞ୍ଜନ, ଅନ୍ନ ଆଦି ବ୍ୟଞ୍ଜନ, ସୁସ୍ୱାଦୁ ଖାଦ୍ୟ ଜମା ହେଇଛି। ତାହା ପ୍ରେତ ଉଦ୍ଦେଶ୍ୟରେ ହେଇଥିଲା। ପ୍ରେତ ଉପାସକ, ଭୂତ ପ୍ରେତର ଉପାସକ ତାଙ୍କ ଉଦ୍ଦେଶ୍ୟରେ ଆଣିକି ଅର୍ପଣ କରିଥିଲା। ଇଏ ଲୋଭ ହେଲା, ତାକୁ ଖାଇଲା। ସେ ଖାଇଲା, ଅନ୍ୟ ତାର ସାଥୀ ବ୍ରାହ୍ମଣ ମାନଙ୍କୁ ଭୋଜନ କରାଇଲା। ତ କିଛି ଦିନ ପରେ ସେ ବ୍ରାହ୍ମଣ ମାନଙ୍କର ମୃତ୍ୟୁ ହେଲା। ମୃତ୍ୟୁ ହେଲା, ସେଠୁ ଧର୍ମରାଜଙ୍କ ଦରବାର, ଯମରାଜ ଧର୍ମରାଜଙ୍କ ଦରବାରରେ ଏମାନଙ୍କ ବିଚାର ହେଲା। ସେଠି ବିଚାର হয়। ଯମରାଜ ଚିତ୍ରଗୁପ୍ତ ପାଞ୍ଜି ରଖିଛି ସମସ୍ତଙ୍କର, ପାଞ୍ଜି ତିଆରି କରିକି କଣ କାମ କର୍ମ କରୁଛ, ତମେ କଣ ସୁକର୍ମ କରୁଛ, କୁକର୍ମ କରୁଛ, ସବ ଟିକିନିକି ପାଞ୍ଜିରେ ଲେଖି ରଖୁଛି। ମୃତ୍ୟୁ ପରେ ସେ ଯମରାଜ ଯମ ଦରବାରରେ ବିଚାର ହବ। ବିଚାର ହେଇକି ଯମରାଜ ସିଦ୍ଧାନ୍ତ ନିଷ୍ପତ୍ତି ଦେବେ, କି ଜନ୍ମ ହବ ତୁମର ହବ, କୋଉ କର୍ମ କରୁଛ, ତାର ଫଳ ଅନୁଯାୟୀ କଣ ହବ। ତେଣୁ ଯମପୁରକୁ ଗଲେ, ଯମପୁରରେ ବିଚାର ହେଲା। ବିଚାର ହେଲା ବରୁ ଆଉ ଧର୍ମରାଜଙ୍କ ଦରବାର ବିଚାର ହେଲା। ଧର୍ମରାଜ ଯମ କହିଲେ ଏମାନେ ଭୂତ ଯୋନି ପ୍ରାପ୍ତ ହେବେ, କାହିଁକି ଏପରି କର୍ମ କରିଛନ୍ତି, ଭୂତ ଯୋନି ପ୍ରାପ୍ତ ହେବେ। ତ ବେଦବିଦ ବ୍ରାହ୍ମଣଟି କାରଣ ଜିଜ୍ଞାସା କଲା, କାହିଁକି ଆମେ ଭୂତ ଯୋନି ପାଇବୁ? ସେ তুমি কর্ম করছ, ধর্ম ব্যতিক্রম করছ, তুমি ব্রাহ্মণ ଥିଲେ ব্রাহ্মণ কর্ম করিনা, ভূত প্রেত উদ্দেশ্যে অর্পিত খাদ্য খাইছ, সে কর্মর ফল এটা হল, তো ভূত যোনি পাইব। ତେଣୁ ଅନନ୍ୟପାୟ ଯାହା କହନ୍ତି, ଏଠି ଯାହା କୁହାଉଛି, ଡେଷ୍ଟିନି ଇଜ ସୋ ଷ୍ଟ୍ରଙ୍ଗ, ଡେଷ୍ଟିନି ଇଜ ଏକ୍ସଟ୍ରିମଲି ଷ୍ଟ୍ରଙ୍ଗ, ଇଟ୍ କ୍ୟାନ୍ ନଟ୍ ବି ଚେଞ୍ଜଡ ବୋଲି କୁହାଗଲା। ଡେଷ୍ଟିନି ଇଜ ଏକ୍ସଟ୍ରିମଲି ଷ୍ଟ୍ରଙ୍ଗ, but one can change destiny if one comes to the platform of Krishna consciousness. कर्माणि निर्दहन्ति किन्तु च भक्तिभाजम्। ତେଣୁ ଏ କର୍ମ ଫଳ ତମର ତ ଧ୍ୱଂସ ହେଇନାହିଁ ବା ଧ୍ୱଂସ ହେଇପାରିବ ନା, ତୁମକୁ ନିଶ୍ଚୟ ଭୋଗ କରିବା ପାଇଁ ପଡିବ। ଯମରାଜ ଧର୍ମରାଜ ଏବଂ ଦ୍ୱାଦଶ ମହାଜନ ମାନଙ୍କ ମଧ୍ୟରୁ ଜଣେ। ତେଣୁ ସେମାନେ ଦେଖିଲେ ଅନନ୍ୟ ପାୟ, ଆଉ କିଛି ଉପାୟ ତ ନାହିଁ, ଏତ କରି ହବ, ଭୋଗ କରିବାକୁ ପଡିବ। ସେତେବେଳେ ବ୍ରାହ୍ମଣ ତାଙ୍କ ସଙ୍ଗୀଗଣ ସେଠୁ ଯମରାଜଙ୍କର ଗୋଡତଳେ ପଡିଲେ, କାରଣ ମୁକ୍ତିର ଉପାୟ ଜିଜ୍ଞାସା କଲେ, କେମିତି ଏଥିରୁ ମୁକ୍ତ ହବ ତାର ଉପାୟଟା ଆମକୁ ଟିକେ କୁହ। ଧର୍ମରାଜ କହିଲେ, ହଁ ମୁକ୍ତିର ଉପାୟ ଅଛି। ତୁମେ ଭୂତ ପ୍ରେତ ଯୋନି ପାଇବ, ମରୁ ପ୍ରଦେଶରେ ରହିବ, ମରୁ ପ୍ରଦେଶରେ ନିବାସ କରିବ। ଯଦି କୌଣସି ସମୟରେ ଜଣେ ପରମ ବିଷ୍ଣୁ ଭକ୍ତ ବୈଷ୍ଣବ ଏ ମରୁ ଅଞ୍ଚଳକୁ ଭ୍ରମଣ କରିକି ଆସନ୍ତି, ପିପାସିତ ହେବେ, ସେ ନିଶ୍ଚୟ କ୍ଷୁଧିତ ହେବେ, ପିପାସିତ ହେବେ। ତୁମେ ଯଦି ସେମାନଙ୍କର ତାଙ୍କର ସେ ବୈଷ୍ଣବଙ୍କର ଶୁଶ୍ରୂଷା କରିପାରିବ, ତାଙ୍କର ଆଶୀର୍ବାଦ କୃପା ଲାଭ କରିପାରିବ, ତାହେଲେ ଯାଇ ଭୂତ ଯୋନିରୁ ପ୍ରେତ ଯୋନିରୁ ମୁକ୍ତି ମିଳିବ, ନଚେତ୍ ମିଳିବ ନା। ତେଣୁ ବହୁ ବର୍ଷ କାଳ ସେମାନେ ଭୂତ ପ୍ରେତ ଯୋନିରେ ମରୁ ଅଞ୍ଚଳରେ ରହିଲେ। ଦିନେ ଏକ ବେଦବିଦ୍ ବ୍ରାହ୍ମଣ ସଙ୍ଗୀଗଣ ବହୁ ବର୍ଷ ରହିଲେ। ଥରେ ଦୈବାତ୍ ଏକ ବୈଷ୍ଣବ ଅକସ୍ମାତ୍ ସେ ମରୁ ଅଞ୍ଚଳରେ ଭ୍ରମଣ କରି ପହଞ୍ଚିଲେ। ସେ ଖୁବ୍ ପିପାସିତ ହେଇଛନ୍ତି, କ୍ଷୁଧାର୍ଥ ହେଇଛନ୍ତି। ଆଉ ଭୂତାଧିପତି ବ୍ରାହ୍ମଣଟି ତା ଲକ୍ଷ୍ୟ କଲା, ମନେ ରଖିଛି, ଯମରାଜ କଥା କହିଛନ୍ତି, ଚିହ୍ନିଲେ ହଁ ବୈଷ୍ଣବ ଆସିଛନ୍ତି। ତେଣୁ ତାଙ୍କ ଭିତରୁ କେହି ବୃକ୍ଷ ନାହିଁ, ମରୁପ୍ରଦେଶ, ଜଳ ନାହିଁ, ବୃକ୍ଷ ନାହିଁ, ଖୁବ୍ ମୁଣ୍ଡ ଫଟା ଖରା ହଉଛି, ତାଳୁ ଫାଡ଼ି ଯାଉଛି, ତଳେ ବାଲି ପାଚି ଯାଇଛି, ଗୋଡରେ ଫଟକା ହେଇଯାଉଛି। ଏ ବୈଷ୍ଣବଙ୍କର ଏ ଅବସ୍ଥା ହେଇଯାଇଛି। ତେବେ ସେ ଭୂତ ପ୍ରେତ ଭିତରୁ କେହି ଜଣେ ବୃକ୍ଷ ରୂପ ଧରି ପକେଇଲା। ଆରେ ଏଠି ଗୋଟେ ବୃକ୍ଷ ଅଛି ତ, ତା ସୁଶୀତଳ ଛାୟା ତଳେ ବସି ପଡିଲେ।
ଆଉ କିଏ ଜଣେ ନରବେଶ ଧରିଲା ଭୂତାଦିବେଦୀ ବ୍ରାହ୍ମଣ ସେ ଯେ ତାଙ୍କର ନେତା ଥିଲା ସେ ବ୍ରାହ୍ମଣ ବେଶ ଧରିଲା। ସେ ବ୍ରାହ୍ମଣ ବୈଷ୍ଣବଙ୍କୁ ଆଦର ସତ୍କାର କରିବା ନିମିତ୍ତ ଆଗେଇ ଆସିଲେ ଆଉ କହିଲେ ଆମେ କି ସେବା କରିପାରିବା ଆପଣଙ୍କର। ବୈଷ୍ଣବ କହିଲେ ମୁଁ ତୃଷାର୍ଥ ଆଉ କ୍ଷୁଧାର୍ଥ। ତତ୍କ୍ଷଣାତ୍ ଭୂତାଧିପତି ଥଣ୍ଡା ପାନୀୟ ଜଳ ଆଣିଲା, ଫଳମୂଳ ଆଣି ନେଲା, ବୈଷ୍ଣବଙ୍କୁ ଅର୍ପଣ କଲେ। ବୈଷ୍ଣବ ଫଳମୂଳ ତିଆରି କରି ଭଗବାନ ବିଷ୍ଣୁଙ୍କ ନାମ ସ୍ମରଣ ପୂର୍ବକ ଭୋଗ ଲଗେଇଲେ ଏବଂ ସ୍ୱୟଂ ଭୋଜନ କଲେ। ଅବଶେଷ ପ୍ରସାଦ ସେମାନଙ୍କୁ ଦେଲେ। ଭୂତ ପ୍ରେତ ଏମାନଙ୍କ ଅଶରୀରୀ ଶରୀର ନଥାଏ, ସେମାନେ ଆଘ୍ରାଣ କରନ୍ତି। ତେଣୁ ସେମାନେ ଆଘ୍ରାଣ କରିବା ମାତ୍ରେ ଦିବ୍ୟତନୁ ଦେବତନୁ ସୁନ୍ଦର ଦେବତନୁ ଲାଭ କଲେ। ତାପରେ ବ୍ରାହ୍ମଣ ବୈଷ୍ଣବଙ୍କ ଚରଣରେ ପ୍ରଣାମ କଲେ। ବୈଷ୍ଣବ ତାଙ୍କର ପରିଚୟ ଜିଜ୍ଞାସା କଲେ। ସେମାନେ ସବୁ ବୃତ୍ତାନ୍ତ କହିଲେ ଏଇ ପ୍ରକାର ହେଇଥିଲା। ବୈଷ୍ଣବର କୃପା ଆଶୀର୍ବାଦ ଲାଭ କଲେ ତୁମକୁ ମୁକ୍ତି ମିଳିବ ବୋଲି ଧର୍ମରାଜ କହିଥିଲେ। ତେଣୁ ସେ ବୈଷ୍ଣବଙ୍କ କୃପା ପାଇଲେ, ତାଙ୍କର ମୁକ୍ତି ମିଳିଲା। କର୍ମ ଦ୍ୱାରା ଜୀବର ନରକ ସ୍ୱର୍ଗ ନରକ ଭୋଗ হয়। ସାଧୁ କୃପା ଓ କୃଷ୍ଣ କୃପା ହେଲେ, ସାଧୁ କୃପା ହେଲେ କୃଷ୍ଣ କୃପା ମିଳିବ। ସିଧାସଳଖ କୃଷ୍ଣ କୃପା କାହାରିକୁ ମିଳେ ନା। ସାଧୁ କୃପା କୃଷ୍ଣ କୃପା ହେଲେ କର୍ମରୁ ମୁକ୍ତି। କର୍ମାଣି ନିର୍ଦହନ୍ତି କିନ୍ତୁ ତ ଭକ୍ତି ବାଜାଂ ଭକ୍ତିସ୍ତୁ ଭଗବତ ଭକ୍ତ ସଙ୍ଗେନ ପରିଜାୟତେ। ଭକ୍ତ ସଙ୍ଗ କଲେ, ସାଧୁ ସଙ୍ଗ କଲେ ଭକ୍ତି ପଥକୁ ଆସିବ। ସେଥିପାଇଁ ସାଧୁ କୃପା କୃଷ୍ଣ କୃପା ହେଲେ କର୍ମରୁ ମୁକ୍ତି ମିଳେ। ଅନ୍ୟ କୌଣସି ଉପାୟରେ ମୁକ୍ତି ମିଳେ ନା ବା କର୍ମଫଳ ସହଜରେ ଧ୍ୱଂସ ହବ ନା। କର୍ମାଣି ନିର୍ଦହନ୍ତି କିନ୍ତୁ ତ ଭକ୍ତି ଭାଜାଂ। ଏଇ କଥା ଏଠି କୁହାଯାଉଛି, ଏଠି ଅଛି ଏଇ କଥାଟା। ଏ କଥାଟା ଏଠି ସୂଚନା ଦିଆଯାଇଛି। କାରଣ ଭକ୍ତି ହଉଛି ପ୍ରବଳ, ସ୍ୱତନ୍ତ୍ର ପ୍ରବଳ ସାଧନ। କର୍ମ ସାଧନ, ଜ୍ଞାନ ସାଧନ ବା ଯୋଗ ସାଧନ, ବିନମନ ସାଧନ ମଧ୍ୟରେ ଭକ୍ତି ସାଧନ ହଉଛି ପ୍ରବଳ। ବୁଦ୍ଧିମାନ ଅର୍ଥେ ଯଦି ବିଚାରଜ୍ଞ হয়, বুদ্ধি অর্থে যদি নিজ কাম লাগিও তবে কৃষ্ণের ভজয়ে। নিজ কাম লাগিও তবে কৃষ্ণের ভজয়ে। ভক্তি বিনা কোন সাধন দিতে না রে ফল। ভক্তি বিনা কোন সাধন সব ফল দেহ ভক্তি স্বতন্ত্র প্রবল। সব ফল দেহ ভক্তি স্বতন্ত্র প্রবল। অজাগল স্তন ন্যায় অন্য সাধন। অজাগল স্তন ন্যায় অতএব হরি ভজে বুদ্ধিমান জন। অতএব হরি ভজে বুদ্ধিমান জন। যেই জন ভজে কৃষ্ণ সে বড় চতুর। যে কৃষ্ণ ভজন করে সে বড় চতুর, সে বুদ্ধিমান, ভক্তি পথକୁ আসে। অজাগল স্তন ন্যায় অন্য সাধন অতএব হরি ভজে বুদ্ধিমান জন। অন্য সাধন কর্ম সাধন জ্ঞান সাধন যোগ সাধন অজাগଳ। ଅଜାଗଳ ନ୍ୟାୟ, ଅଜାଗଳ ବା ତା ଗଳ ଦେଶରେ ସ୍ତନ ବାଗିଆ ଝୁଲୁଥାଏ, ଏଥିର କ୍ଷୀର ବାହାରିବ ନା। ଅଜାଗଳ ସ୍ତନ ନ୍ୟାୟ ଅନ୍ୟ ସାଧନ ଅତଏବ ହରି ଭଜେ ବୁଦ୍ଧିମାନ জন। ଭକ୍ତି ସବ୍ ଫଳ ଦେହ ଭକ୍ତି ସ୍ୱତନ୍ତ୍ର ପ୍ରବଳ। ତେଣୁ ସେ ଭକ୍ତି ପଥକୁ ନ ଆସିଲେ କର୍ମଫଳ ଧ୍ୱଂସ ହୁଏ ନା। କର୍ମାଣି ନିର୍ଦହନ୍ତି କିନ୍ତୁ ଚ ଭକ୍ତି ଭାଜାମ୍। ଭଗବାନ ନିରପେକ୍ଷ ଭାବରେ ଭଗବାନ ନିରପେକ୍ଷ ଭାବରେ
କଣ କରୁଛନ୍ତି ନା କର୍ମଫଳ ପ୍ରଦାନ କରୁଛନ୍ତି। ବଦ୍ଧ ଜୀବ ମାନଙ୍କର କର୍ମଫଳ ପ୍ରଦାନରେ ପକ୍ଷପାତ ଶୂନ୍ୟ ହେଇ ଭଗବାନ ପୂର୍ବାନୁଷ୍ଠିତ କର୍ମ ଦ୍ୱାରା ଉତ୍ତରକାଳୀୟ କର୍ମ ପ୍ରବୃତ୍ତି ପ୍ରଦାନ କରନ୍ତି। କିନ୍ତୁ ଭକ୍ତମାନଙ୍କ ପ୍ରତି ବିଶେଷ କୃପା ପୂର୍ବକ କର୍ମର ମୂଳ ଯେ କର୍ମ ବାସନା ଅବିଦ୍ୟା ତା ସହିତ ସେମାନଙ୍କର ଧର୍ମ ଅଧର୍ମାତ୍ମକ କର୍ମକୁ ଦଗ୍ଧ କରିଦିଅନ୍ତି। ଭକ୍ତ ତାଙ୍କର ପ୍ରିୟ କର୍ମ ଅନାଦି ହେଲେ ସୁଦ୍ଧା ବିନଷ୍ଟ ହେଇପାରିବ। ଯେଉଁମାନେ କର୍ମଫଳର ଆଶା ରଖି କର୍ମ କରନ୍ତି ସେମାନଙ୍କର କର୍ମ ଅକ୍ଷୟ ହୁଏ, କେବେ ହେଲେ ବିନଷ୍ଟ ହୁଏ ନା। ସେଥିପାଇଁ ଅନ୍ୟାଭିଳାଷା ଶୂନ୍ୟ ଜ୍ଞାନ କର୍ମ ଆଦି ଅନାବୃତ ଆନୁକୂଲ୍ୟେନ କୃଷ୍ଣାନୁଶୀଳନ ଭକ୍ତିରୁତ୍ତମା। ଶିଳ ରୂପ ଗୋସ୍ୱାମୀ କହିଲେ କୌଣସି ଫଳର କାମନା ରଖିବ ଅନ୍ୟ ଅଭିଳାଷ, ଭୁକ୍ତି କାମନା ନାହିଁ, ମୁକ୍ତି କାମନା ନାହିଁ। ପ୍ରୀତିପୂର୍ଣ୍ଣ ସେବା ଯାହା କହନ୍ତି ଆନୁକୂଲ୍ୟେନ, ଯୋଉଥିରେ କୃଷ୍ଣଙ୍କର ପ୍ରୀତି ହବ, ଭଗବାନ ବିଷ୍ଣୁ ବା କୃଷ୍ଣଙ୍କର ପ୍ରୀତି ହବ, ସେଇ କର୍ମରେ ନିଯୁକ୍ତ ହବ, ତାହା ହଉଛି ଭକ୍ତି। ସେ ହଉଛି ଭକ୍ତି, ତାଟା ହଉଛି ଭକ୍ତି। ଯେଉଁମାନେ କର୍ମଫଳର ଆଶା ରଖି କର୍ମ କରନ୍ତି କର୍ମ ଅକ୍ଷୟ ହୁଏ, ବିନଷ୍ଟ ହୁଏ ନା। ସନ୍ନ୍ୟାସ ଧର୍ମ ମଧ୍ୟ ଆଶ୍ରମୋଚିତ କର୍ମ ବିଶେଷ, ସେଥିରେ ମୁଖ୍ୟ ସ୍ପୃହା ରୂପକ ଫଳ ବାସନା ଥିବା ହେତୁ କୃଷ୍ଣଙ୍କର ପ୍ରୀତିବର୍ଦ୍ଧନ କରେ ନା। ସେମାନେ ମଧ୍ୟ କର୍ମାନୁରୂପ ଫଳ ପାଆନ୍ତି। ନିତାନ୍ତ ନିଷ୍କାମ ହେଲେ ସୁଦ୍ଧା ଆତ୍ମାରାମତା ରୂପକ କ୍ଷୁଦ୍ର ଫଳ ପାଇଥାନ୍ତି। କିନ୍ତୁ ଯେଉଁମାନେ ଶୁଦ୍ଧ ଭକ୍ତ ଅନ୍ୟାଭିଳାଷ ଅନ୍ୟ କୌଣସି ଅଭିଳାଷ ନାହିଁ, ଭୁକ୍ତି କାମନା ମୁକ୍ତି କାମନା ନାହିଁ, ଆନୁକୂଲ୍ୟେନ କୃଷ୍ଣାନୁଶୀଳନ କୃଷ୍ଣ ପ୍ରୀତିପରା ସେବା ନିଯୁକ୍ତ ଅଛନ୍ତି। ଜ୍ଞାନ କର୍ମାଦ ସ୍ୱତନ୍ତ୍ର ଚେଷ୍ଟା ପରିତ୍ୟାଗ ପୂର୍ବକ ଆନୁକୂଲ୍ୟ ଭାବେ ନିରନ୍ତର କୃଷ୍ଣଙ୍କର ଅନୁଶୀଳନ କରୁଛନ୍ତି। କୃଷ୍ଣ ସେମାନଙ୍କର କର୍ମ ବାସନା ଅବିଦ୍ୟା ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଦିଅନ୍ତି। ନିରପେକ୍ଷ ହିଁ ସୁଦ୍ଧା କୃଷ୍ଣଙ୍କର ଭକ୍ତ ପକ୍ଷପାତିତା ହିଁ ଆଶ୍ଚର୍ଯ୍ୟର ବିଷୟ। ଏ ହଉଛି ଭକ୍ତ ତାଙ୍କର ଅତି ପ୍ରିୟ। କୃଷ୍ଣଙ୍କ ଛଡା ଆଉ କେହି କର୍ମଫଳ ଧ୍ୱଂସ କରିପାରିବେ ନା। କର୍ମାଣି ଦହନ୍ତି କିଞ୍ଚୁତ ଭକ୍ତି ଭାଦମ୍। ପ୍ରଭୁପାଦଜୀ ମହାରାଜ ଭାଗବତ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟ 8 ଶ୍ଲୋକ ଅଳ୍ପ କିଛି ଉଦ୍ଧାର କରି ତଲ୍ଲଭ୍ୟତେ ଦୁଃଖାବଦ ଅନ୍ୟତ ସୁଖମ୍। ଏ ଭାଗବତ ପ୍ରଥମ ସ୍କନ୍ଧ ଏ ଶ୍ଲୋକ ଅଛି। ତସୈବ ହେତୋ ପ୍ରୟତେତ କୋବିଦୋ ନ ଲଭ୍ୟତେ ତଦ୍ଭ୍ରମତ ଉପର୍ଯ୍ୟଧ ତଲ୍ଲଭ୍ୟତେ ଦୁଃଖବଦନ୍ୟତ ସୁଖମ୍ କାଳେନ ସର୍ବତ୍ର ଗଭୀରରଙ୍ଗସା। ଏ ଅଛି ବିନା ଯତ୍ନେ ଦୁଃଖେ ରୋଗୋ ନା ଯେନ ହୋୟ ବିନା দুঃখে রোগ না যেন সেই রূপে কালক্রমে সুখের উপায়, সেই রূপে কালক্রমে সুখের উদয়। অতএব 14 লোকে দুর্লভ যে ধন, 14 লোকে দুর্লভ যে ধন, সেই ভক্তি জন্য যত্ন করে বুধগণ, সেই ভক্তি জন্য যত্ন করে বুধগণ। ଯେଉଁମାନେ ବୁଧ, ଯେଉଁମାନେ ପଣ୍ଡିତ, ସେମାନେ 14 ଭୁବନରେ ଦୁର୍ଲଭ ହଉଛି ଭକ୍ତି ଧନ, ସେଇ ଭକ୍ତି ନିମିତ୍ତ ଯତ୍ନ କରନ୍ତି। ସେ କଥା ତଲ୍ଲଭ୍ୟତେ ଦୁଃଖବଦନ୍ୟତ ସୁଖମ୍ କାଳେନ ସର୍ବତ୍ର ଗଭୀରରଙ୍ଗସା ତସୈବ ହେତୋ ପ୍ରୟତେତ କୋବିଦ ନ ଲଭ୍ୟତେ ଯଦ୍ଭ୍ରମତ ଉପରି ଅଧ। 14 ଭୁବନରେ ଉପରଲୋକ ଅଧଲୋକ 14 ଭୁବନରେ ଭ୍ରମଣ କରିକରି ଯାହା ସହଜରେ ମିଳେ ନା, ଦୁର୍ଲଭ ଯେଉଁ ଧନ ଭକ୍ତି ଧନ, ସେଥିପାଇଁ ବୁଦ୍ଧଗଣ ଯତ୍ନ କରନ୍ତି। ଯେଉଁମାନେ ପଣ୍ଡିତ, ଯେଉଁମାନେ ବୁଦ୍ଧିମାନ, ସେଥିପାଇଁ ଯତ୍ନ କରିବେ। ବିନା ଯତ୍ନେ ଦୁଃଖର ଘଟଣା ଯେନ হয়, ସେଇ ରୂପ କାଳକ୍ରମେ ସୁଖରେ ଉଦୟ। ସେଇ କଥା ପ୍ରଭୁପାଦଜୀ ମହାରାଜ ତାଙ୍କର ଭାଷ୍ୟରେ ଉଦ୍ଧାର କରିଛନ୍ତି। As one is put into distress by destiny, destiny can also put one in a happy situation. କାହିଁକି ତୁମର କର୍ମଫଳ ଅନୁଯାୟୀ ସୁଖ ଦୁଃଖ ମିଳିବ। କୁକର୍ମ କରୁଛ, ଦୁଃଖ ଆସୁଛି, କିଛି ସତ୍କର୍ମ ପୁଣ୍ୟକର୍ମ କରୁଛ, ସୁଖ କିଛି ଆସୁଛି, ଏ ବିନା ଯତ୍ନରେ ଆସିବ। କିନ୍ତୁ ଯେ ବୁଦ୍ଧ, ଯେ ପଣ୍ଡିତ ବୁଦ୍ଧିମାନ ବ୍ୟକ୍ତି